ଦେଖନ୍ତୁ ଗତ 5 ଦିନ 16 ତାରିଖର ଘଟଣା ଆଜି 21 ତାରିଖ ସାରା ଭାରତ ବର୍ଷରେ ଏ କଥାକୁ ନେଇକି ଚର୍ଚ୍ଚା ବିଶେଷ ଭାବରେ ମୁଁ କହିବି ନେପାଳର ସେ ଯେଉଁ ଝିଅ ସେ ଘଟଣାକୁ ନେଇ ସାରା ଭାରତ ବର୍ଷରେ ଏ କଥା ଉପରେ ଆଲୋଚନା ପର୍ଯ୍ୟାଲୋଚନା ହେଉଛି ବିଧାନସଭାରେ ସେଇଦିନ ଠାରୁ ଏ କଥା ଉପରେ ଆଲୋଚନା ଚାଲିଛି। ସରକାରଙ୍କର ଆଭିମୁଖ୍ୟ କ'ଣ ହେବ, ସରକାର ଏହା ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବେ ନା ନାହିଁ। ଆଜି କଂଗ୍ରେସ ଦଳର ଏ କଥା ଉପରେ ମୁଲତବୀ ପ୍ରସ୍ତାବ ଥିଲା। ମୁଁ ଏଠି କହି ରଖିବାକୁ ଚାହେଁ, ରାଜ୍ୟ ସରକାର ଏହା ଉପରେ କିଭଳି ଭାବରେ କିଭଳି ଏକ ଅନୁଷ୍ଠାନ ଯେଉଁ ଅନୁଷ୍ଠାନରେ ହଜାର ହଜାର ନେପାଳର ପିଲା 800 ନେପାଳର ପିଲା ହଜାର ହଜାର ପିଲା ପାଠ ପଢୁଛନ୍ତି ଏବଂ ଆଦିବାସୀ ପିଲାମାନେ ମଧ୍ୟ ସେଠି ଅଧ୍ୟୟନରତ ରହୁଛନ୍ତି। ପାଖାପାଖି 25,000 ଆଦିବାସୀ ପୁଅ ଝିଅ ସେଠି ରହୁଛନ୍ତି ପାଠ ପଢୁଛନ୍ତି। ଏ କଥାକୁ ନେଇକି ଯେତେବେଳେ ସେଠି ଆଲୋଚନା ହେଉଛି ସେଠି ଏଭଳି ଏକ ଘଟଣା ଘଟିଛି। ସେ ଘଟଣାରେ ନେପାଳର ପିଲାମାନଙ୍କୁ ଯେଉଁଭଳି ଭାବେ ଆକ୍ରମଣ କରାଯାଇଛି, ନଗ୍ନ ଆକ୍ରମଣ, କାହିଁକି ଏ କଥା କହିବି, ଭଡ଼ାଟିଆ ଗୁଣ୍ଡା ବା କିଛି ବାଉନ୍ସର ଲଗେଇ ତାଙ୍କୁ ଆକ୍ରମଣ କରାଯାଇଛି ଏବଂ ସେ ବିଶ୍ୱବିଦ୍ୟାଳୟର 2 ଜଣ ବୟସୀ ମହିଳା ଜୟନ୍ତୀ ନାଥ ଏବଂ ମଞ୍ଜୁଷା ପାଣ୍ଡେ ଯେଉଁଭଳି ଭାବେ ସେ ନେପାଳର ପିଲାମାନଙ୍କୁ କହୁଛନ୍ତି ତମ ଦେଶର ବାର୍ଷିକ ବଜେଟ୍ ଯେତିକି ଏ ଶିକ୍ଷାନୁଷ୍ଠାନର ବା ଏ ବିଶ୍ୱବିଦ୍ୟାଳୟର ବଜେଟ୍ ତାଠାରୁ ଅଧିକା। ଏ କଥାକୁ କହିବାର କଥା ଏଭଳି ଦୁଃଖଦାୟକ କଥା, ଏଭଳି ଲଜ୍ଜାହୀନ କଥା ସୁସ୍ଥ ଗଣତନ୍ତ୍ରରେ କୁହାଯାଏ ନାହିଁ। ଏବଂ କିଟ୍ ଭଳି ଏକ ଶିକ୍ଷାନୁଷ୍ଠାନ ଯେଉଁମାନେ ସାରା ଦେଶକୁ ଆଲୋକ ଦେଖାଉଛନ୍ତି ବୋଲି ବାରମ୍ବାର କହି ଆସିଛନ୍ତି, ତାଙ୍କ ଦ୍ୱାରା ପ୍ରେରିତ ଭଡ଼ାଟିଆ ଗୁଣ୍ଡା ହୁଅନ୍ତୁ କି ମହିଳାମାନେ ହୁଅନ୍ତୁ ଯେଉଁଭଳି ଭାବେ ଦୁର୍ବ୍ୟବହାର କରିଛନ୍ତି, ଏହା ଅତ୍ୟନ୍ତ ନିନ୍ଦନୀୟ। ଏବଂ ଏହି ଘଟଣାକୁ ନେଇ ଅତୀତରେ ମଧ୍ୟ କିଟ୍ ଉପରେ ବାରମ୍ବାର ଏ କଥାକୁ ନେଇକି ପ୍ରଶ୍ନବାଚୀ ସୃଷ୍ଟି ହେଇଛି। କେତେବେଳେ ଜମି ଦୁର୍ନୀତି, କେତେବେଳେ ଜଙ୍ଗଲ କିସମ ଜମିରେ ଘର ତିଆରି କରିବା ଏବଂ କେତେବେଳେ କନଭର୍ସନ ଆପ୍ରୁଭାଲ ନଥାଇକି ମଧ୍ୟ ଘର କରିବା ଏବଂ ଗରିବ ଲୋକଙ୍କର ଜମିକି ଛଡ଼େଇ ନେବା, ଏସବୁ ଅତୀତ ଇତିହାସ ସେ ଶିକ୍ଷାନୁଷ୍ଠାନର ଯିଏ ମୁଖ୍ୟ ତାଙ୍କ ନାଁରେ ମଧ୍ୟ ଏ କଥା ସବୁ ଅଛି। ତେଣୁ ଏ କଥା ଯେତେବେଳେ ବିଧାନସଭାରେ ଆଲୋଚନା ହେଲା ସେ କଥାକୁ ନେଇକି ଭାରତୀୟ ଜନତା ପାର୍ଟିର ଷ୍ଟାଣ୍ଡ ପୁରା କ୍ଲିୟର ଥିଲା ଏବଂ ମୁଖ୍ୟମନ୍ତ୍ରୀ ଆ ଉପରେ ମଧ୍ୟ ଟ୍ୱିଟ୍ କରିଛନ୍ତି। ଯେଉଁମାନେ ଦୋଷୀ ତାଙ୍କ ବିରୁଦ୍ଧରେ କିଭଳି ଭାବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। 5 ଜଣଙ୍କୁ ଗତକାଲି, ଆଗରୁ 2 ଜଣଙ୍କୁ ଗିରଫ କରାଯାଇଛି, 5 ଜଣଙ୍କୁ ଗତକାଲି ଗିରଫ କରାଯାଇଛି ଏବଂ ଏ ଘଟଣାର ପୁରା ତଦନ୍ତ କରାଯିବ। ଆଜି ତାର ଯେ ପ୍ରତିଷ୍ଠାତା ତାଙ୍କୁ ମଧ୍ୟ ହାଜର ହେବାକୁ କୁହାଯାଇଛି। ଯେଉଁ କମିଟି ଗଠନ କରାଯାଇଛି, କମିଟି ଆଗରେ ସେ ତାଙ୍କର ଉତ୍ତର ରଖିବେ ଏବଂ କିଭଳି ଭାବେ ନେପାଳର ପିଲାମାନେ ନ୍ୟାୟ ପାଇବେ। ଯେଉଁ ସ୍ୱପ୍ନ ଦେଖିକି ସେମାନେ ଆସିଥିଲେ ଓଡ଼ିଶାକୁ, ଏଠି ପାଠ ପଢିବେ, ଯାହାର ସଂସ୍କୃତିର ଆମ ସଂସ୍କୃତିକୁ ନେଇ ତାଙ୍କ ସଂସ୍କୃତିରେ ଆଲୋଚନା ପର୍ଯ୍ୟାଲୋଚନା କରିବେ, ଭାବର ଆଦାନ ପ୍ରଦାନ କରିବେ, ସେ ସ୍ୱପ୍ନକୁ ପୁଣି ପୁନର୍ଜୀବିତ ରଖିବା ପାଇଁ ଆମେ ନିଶ୍ଚିତ ଭାବେ ଚେଷ୍ଟିତ ହବୁ। ଏବଂ ବିଜୁ ଜନତା ଦଳ ଯେଉଁଭଳି ଭାବେ ଡବଲ ଷ୍ଟାଣ୍ଡ ରଖୁଛି, 2 ଦିନ ତଳେ ଦେଖିଥିବେ ଆପଣମାନେ ବିଧାନସଭାକୁ ବନ୍ଦ କରିବା ପାଇଁ ପୁରା ପ୍ରଚେଷ୍ଟା ଚଲେଇଲେ କିଭଳି କିଟ୍ର କଥାକୁ ଆଲୋଚନା ନ ହେବ ଏବଂ ଯେତେବେଳେ କିଟ୍ର କଥାକୁ ଆଲୋଚନା ହେଉଛି ତାର ଯିଏ ପ୍ରତିଷ୍ଠାତା ସେ ହେଉଛନ୍ତି ବିଜୁ ଜନତା ଦଳର ପୂର୍ବତନ ସାଂସଦ। ଏ କଥାକୁ ନେଇକି ଯେତେବେଳେ ତାଙ୍କ ଉପରକୁ କଥା ଆସୁଛି ତାଙ୍କର ଷ୍ଟାଣ୍ଡ ମଧ୍ୟ ସନ୍ଦେହ ମାନେ ସାପ ମରିବନି ବାଡ଼ି ଭାଙ୍ଗିବନି, ଏଇ ନୀତିରେ ବିଜୁ ଜନତା ଦଳ ତାର ଷ୍ଟାଣ୍ଡ ରହୁଛି। ତେଣୁ ଏ କଥା ଅତ୍ୟଧିକ ନିନ୍ଦନୀୟ, ଏ ଏକ ସ୍ପର୍ଶକାତର ବିଷୟ। ଏ କଥାକୁ ନେଇକି ଭାରତୀୟ ଜନତା ପାର୍ଟିର ନୀତି ମଧ୍ୟ ସ୍ପଷ୍ଟ ଏବଂ ଆଗାମୀ ଦିନରେ ନିଶ୍ଚିତ ଭାବେ ଏହା ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। से कथा मुख्यमंत्री कहीसारी जो दोषी विरुद्ध दृढ़ कार्यानुष्ठान ग्रहण कर निजक साधु कही
ନିଜକୁ ଏକ ଧଳା ପୋଷାକ ପିନ୍ଧି ନିଜକୁ ସାଧୁ କହିକି ଗରିବ ଲୋକମାନଙ୍କର ଜମି ହଡପ କରିବା। ବରମୁଣ୍ଡା ହାଉସିଂ ବୋର୍ଡ ରେ 45 ବର୍ଷ ହେଇଗଲାଣି ଜଙ୍ଗଲ ଜମି କନଭର୍ସନ ହେଇପାରୁନାହିଁ। କିଏ ଜଙ୍ଗଲ ଜମି ନଉଛନ୍ତି କନଭର୍ସନ କରୁଛନ୍ତି, ଅଟ୍ଟାଳିକା ତିଆରି କରୁଛନ୍ତି, କାହା ବଳରେ କାହା ଆଶୀର୍ବାଦରେ। ତେଣୁ କୋଉଠି ନା କୋଉଠି ଭଣ୍ଡ ଯୋଗୀ ବା ସେ ଯୋଉ ସାରଥୀ ଭଳି ଭଣ୍ଡ ଯୋଗୀ ଯେମିତି ସାରା ଓଡିଶାକୁ ଭଣ୍ଡାମି ଦେଖଉଥିଲା, ଇଏ ଗୋଟେ ଅନ୍ୟତମ ସେଇଭଳି ବ୍ୟକ୍ତିତ୍ୱ। ତେଣୁ ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଆମେ ରାଜ୍ୟ ସରକାରଙ୍କ ପାଖରେ ମଧ୍ୟ ଦାବି ରଖିବୁ ଏବଂ ବିଧାନସଭାରେ ମଧ୍ୟ ଏ କଥାକୁ ଆଲୋଚନା ପର୍ଯ୍ୟାଲୋଚନା ଚାଲିବ। ଯୋଉମାନେ ଦୋଷୀ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଆମେ ନିବେଦନ। ସେଇଟା ତ ଗୋଟେ ସେମାନେ କହୁଛନ୍ତି ଆମେ ମାଗଣାରେ ଇଏ କରୁଛୁ। ଦେଖନ୍ତୁ ସିଡବ୍ଲ୍ୟୁସି ରିପୋର୍ଟ ଅନୁସାରେ କେନ୍ଦ୍ର ସରକାର 12 କୋଟି ଟଙ୍କା, ବିଭିନ୍ନ ଏନଜିଓ ଠାରୁ 21 କୋଟି 42 ଲକ୍ଷ ଟଙ୍କା, ବିଦେଶୀ ଅନୁକମ୍ପା 20 କୋଟି ଟଙ୍କା ଏବଂ ପ୍ରତି ବର୍ଷ ରାଜ୍ୟରୁ 5 କୋଟି ଟଙ୍କା ଏବଂ ଚାଉଳ ବାବଦ ପ୍ରତି ବର୍ଷ 22 କୋଟି 50 ଲକ୍ଷ ଟଙ୍କା ଏସବୁ ପଇସା ସେଇଠିକି କିସ୍ ଯାଉଛି। ସବୁଠୁ ବଡ ଦୁର୍ନୀତି ହେଇଛି କିସ୍ର ଜମି କେଳଙ୍କାରୀ ଯଦି ବାହାରେ କୋଉଠି ନା କୋଉଠି ରାଜ୍ୟବାସୀ ଆଶ୍ୱସ୍ତି ହେବେ। ଏଭଳି ଏକ ବିରାଟ ଦୁର୍ନୀତି ଏବଂ ଯୋଉ ଅନୁକମ୍ପା ପାଇଛନ୍ତି ବିଦେଶ, ତାହା ସାରା ଭାରତ ବର୍ଷରେ ଏଭଳି ଗୋଟିଏ ଅନୁଷ୍ଠାନ ଏତେ ପଇସା ଅନୁକମ୍ପା ପାଇଛି। କୋଉଠି ନା କୋଉଠି ଇଏ ଗୋଟେ ଭଲ ମ୍ୟାନେଜର, ଯାହାର ଯିଏ ପ୍ରତିଷ୍ଠାତା ଗୋଟେ ଭଲ ମ୍ୟାନେଜର, ବହୁତ ଲୋକଙ୍କୁ ମ୍ୟାନେଜ କରିପାରନ୍ତି। ଏବେ ଜାଲରେ ପଡିଛନ୍ତି। ନିଶ୍ଚିତ ଭାବେ ଏ ସରକାର ବା ଲୋକଙ୍କ ସରକାର ଛାଡିବ ନାହିଁ ତାଙ୍କୁ, ଏ କଥା ସ୍ପଷ୍ଟ।